ଏହି ଚାଷୀଙ୍କୁ ମିଳିବନି ପିଏମ୍ କିଷାନର 22ତମ କିସ୍ତି ଟଙ୍କା। ଏଥିରେ ଆପଣଙ୍କ ନାଁ ନାହିଁ ତ? ଜାଣନ୍ତୁ କିପରି କରିବେ ଚେକ୍। ଭିଡ଼ିଓଟିକୁ ଏବେ ଦେଖୁଥିଲେ ଫାଷ୍ଟ ଲାଇକ୍ କରିଦିଅନ୍ତୁ ଏବଂ ଆପଣମାନଙ୍କୁ ଅନୁରୋଧ ଭିଡ଼ିଓଟିକୁ ଶେଷ ଯାଏଁ ଦେଖନ୍ତୁ। ତ ଆସନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ସମସ୍ତଙ୍କୁ ମୋ ନମସ୍କାର। ମୁଁ ଲିପା ଆପଣମାନଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଲିପା ମନି ରାଇଟ୍କୁ। ଯଦି ଆପଣ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ସଦସ୍ୟ ଅଟନ୍ତି ବା କିସ୍ତି ଟଙ୍କା ପାଉଛନ୍ତି, ତେବେ ଆପଣ ହୁଏତ ଭାବୁଥିବେ ଯେ 22ତମ କିସ୍ତି ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସିବ କି ନାହିଁ। ଏମିତିରେ ପ୍ରତ୍ୟେକ କିସ୍ତି ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ବିବରଣୀ ପୂରଣ ନ ହେବାରୁ ଲକ୍ଷ ଲକ୍ଷ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଫସି ରହିଥାଏ। ଏହି ଯୋଜନା ଅଧୀନରେ ସରକାର ବର୍ଷକୁ 3 ଥର ଡିବିଟି ମାଧ୍ୟମରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ 2000 ଟଙ୍କା ସିଧାସଳଖ ପଠାନ୍ତି। ବର୍ତ୍ତମାନ ଲକ୍ଷ ଲକ୍ଷ ଚାଷୀ ଏହି ଯୋଜନାର ଲାଭ ଉଠାଉଛନ୍ତି। ହେଲେ ଏହାର ଲାଭ କେବଳ ସେଇମାନଙ୍କୁ ମିଳିବ ଯେଉଁମାନେ ଯୋଜନାର ସର୍ତ୍ତାବଳୀ ପୂରଣ କରନ୍ତି। ତେଣୁ 22ତମ କିସ୍ତି ପୂର୍ବରୁ ପରବର୍ତ୍ତୀ କିସ୍ତି ପାଇବେ କି ନାହିଁ ବୋଲି ଚାଷୀଙ୍କ ତାଲିକାରେ ଆପଣଙ୍କ ନାମ ଅଛି କି ନାହିଁ ତାହା ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେଉଁ ଚାଷୀ ଟଙ୍କା ପାଇବେ ନାହିଁ ତାହା ଜାଣନ୍ତୁ ଏବଂ ଆପଣଙ୍କର ସ୍ଥିତି ମଧ୍ୟ ଯାଞ୍ଚ କରନ୍ତୁ। ତ କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ କିସ୍ତି ପ୍ରଦାନ କରନ୍ତି। ହେଲେ ଅନେକ ଚାଷୀ ଏହି କିସ୍ତି ପାଇପାରୁନାହାନ୍ତି। ଅସମ୍ପୂର୍ଣ୍ଣ ସୂଚନା ପ୍ରାୟତଃ ଏହାର କାରଣ। ଯେଉଁ ଚାଷୀମାନେ ଏପର୍ଯ୍ୟନ୍ତ ସେମାନଙ୍କର ଇ-KYC ପୂରଣ କରିନାହାନ୍ତି, ସେମାନଙ୍କର କିସ୍ତି ବନ୍ଦ ରହିବାର ସମ୍ମୁଖୀନ ହୋଇପାରନ୍ତି। ଏହା ବ୍ୟତୀତ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସହିତ ଲିଙ୍କ କରିବାରେ ବିଫଳତା, ଭୁଲ ଆକାଉଣ୍ଟ ନମ୍ବର, ଭୁଲ ନାମ କିମ୍ବା IFSC କୋଡ୍ ତ୍ରୁଟି ମଧ୍ୟ ପେମେଣ୍ଟ ବିଫଳତାର ପ୍ରମୁଖ କାରଣ। ଅନେକ କ୍ଷେତ୍ରରେ ଜମି ରେକର୍ଡ ଅପଡେଟ୍ ନ ହେବା କାରଣରୁ ଚାଷୀମାନଙ୍କୁ ଅଯୋଗ୍ୟ ବିବେଚିତ କରାଯାଇପାରେ। ସରକାର ସ୍ପଷ୍ଟ କହିଛନ୍ତି ଯେ କେବଳ ଯୋଗ୍ୟ ଚାଷୀମାନେ ଏହି ଯୋଜନାର ଲାଭ ପାଇବେ। ଯଦି କୌଣସି ଚାଷୀଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଯାଏ କିମ୍ବା ସେମାନଙ୍କର ଡକୁମେଣ୍ଟରେ କୌଣସି ଅସଙ୍ଗତି ଦେଖାଯାଏ, ତେବେ ହିତାଧିକାରୀ ତାଲିକାରୁ ତାଙ୍କର ନାମ ବାଦ ଦିଆଯାଇପାରେ। ଏହି କାରଣରୁ ପ୍ରତ୍ୟେକ କିସ୍ତି ପୂର୍ବରୁ ସ୍ଥିତି ଯାଞ୍ଚ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହାଦ୍ୱାରା ସଠିକ୍ ସମୟରେ ସଂଶୋଧନ କରାଯାଇପାରିବ ଏବଂ ଟଙ୍କା ଅଟକି ରହିବାରୁ ରୋକାଯାଇପାରିବ। ତ ଆପଣଙ୍କର ସ୍ଥିତି ଯାଞ୍ଚ କରିବାକୁ ପ୍ରଥମେ ସରକାରୀ ୱେବସାଇଟ୍ pmkisan.gov.in କୁ ଯାଆନ୍ତୁ। ଆପଣ PM କିଷାନ ମୋବାଇଲ ଆପ୍ ମଧ୍ୟରେ ମଧ୍ୟ ଚେକ୍ କରିପାରିବେ। ହୋମ୍ ପେଜ୍ ନାଓ ୟୋର ଷ୍ଟାଟସ୍ ବିକଳ୍ପଟି ପ୍ରଦର୍ଶନ କରିବ। ଏହା ଉପରେ କ୍ଲିକ୍ କରନ୍ତୁ। ଏଠାରେ ଆପଣଙ୍କର ପଞ୍ଜୀକରଣ ନମ୍ବର ପ୍ରବେଶ କରନ୍ତୁ। ଯଦି ଆପଣଙ୍କୁ ନମ୍ବର ମନେ ନାହିଁ, ତେବେ ଆପଣ ନାଓ ୟୋର ରେଜିଷ୍ଟ୍ରେସନ ନମ୍ବରକୁ ଯାଇ ଆପଣଙ୍କର ମୋବାଇଲ ନମ୍ବର କିମ୍ବା ଆଧାର ନମ୍ବର ବ୍ୟବହାର କରି ଏହାକୁ ପୁନରୁଦ୍ଧାର କରିପାରିବେ। ଆପଣଙ୍କର ପଞ୍ଜୀକରଣ ନମ୍ବର ପ୍ରବେଶ କରିବା ପରେ କ୍ୟାପ୍ଚା କୋଡ୍ ପ୍ରବେଶ କରନ୍ତୁ ଏବଂ ବିବରଣୀ ପ୍ରାପ୍ତ କରନ୍ତୁ। ଆପଣଙ୍କର ସମ୍ପୂର୍ଣ୍ଣ ସୂଚନା ସ୍କ୍ରିନରେ ଦେଖାଯିବ, ଯାହା ସ୍ପଷ୍ଟ ଭାବରେ ସୂଚିତ କରିବ ଯେ ଆପଣଙ୍କର କିସ୍ତି ଆସିବ କି ନାହିଁ ଏବଂ ଯଦି ନାହିଁ ତେବେ ଏହାର କାରଣ କ'ଣ ବି ଦର୍ଶାଇବେ। ତ 21ତମ କିସ୍ତି ନଭେମ୍ବରରେ ପହଞ୍ଚିଛି, ତେଣୁ ପରବର୍ତ୍ତୀ କିସ୍ତି ଫେବୃଆରୀରେ ପାଖାପାଖି ଆସିବାର ସମ୍ଭାବନା ଅଛି। ହେଲେ ସରକାର ଏପର୍ଯ୍ୟନ୍ତ କୌଣସି ସରକାରୀ ତାରିଖ ଘୋଷଣା କରିନାହାନ୍ତି। ତେଣୁ ଚାଷୀମାନେ ଏବେ ସେମାନଙ୍କର ସ୍ଥିତି ଯାଞ୍ଚ କରିବା ଏବଂ ଯଦି ସେମାନେ କୌଣସି ଭୁଲ ଲକ୍ଷ୍ୟ ରଖନ୍ତି, ତେବେ ତୁରନ୍ତ ସେଗୁଡ଼ିକର ସଂଶୋଧନ କରିବା ଭଲ। ତ ଆଶା କରୁଛି ଭିଡ଼ିଓଟିକୁ ଶେଷ ଯାଏଁ ଦେଖିଥିବେ। ଆପଣମାନଙ୍କର ସୁଚିନ୍ତିତ ମତାମତ କମେଣ୍ଟ ବକ୍ସରେ ଜଣାଇବେ। ଯଦି ଭିଡ଼ିଓଟି ଭଲ ଲାଗିଲା ତେବେ ଲାଇକ୍ କରିବେ, ସେୟାର କରିବେ। ଯଦି ଆମ ଚ୍ୟାନେଲକୁ ନୂଆ କରି ଭିଜିଟ୍ କରୁଛନ୍ତି ତେବେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ସମସ୍ତଙ୍କୁ ମୋ ତରଫରୁ ଆମ ଚ୍ୟାନେଲ ତରଫରୁ ବହୁତ ବହୁତ ଧନ୍ୟବାଦ।